ବାସୁଦେବପୁର ବନ୍ଦ କରିବା ପାଇଁ ଦାବି ରଖାଯାଇନି ବା ବାସୁଦେବପୁର ବନ୍ଦ କରିବା ପାଇଁ କୌଣସି ଆହ୍ୱାନ ଦିଆଯାଏ ନାହିଁ। ଧାମରା ଅଞ୍ଚଳରେ ଯେଉଁ ବନ୍ଦର ଗଢ଼ି ଉଠିଛି ସେଥିରୁ ଆମକୁ ଯେଉଁ ବଞ୍ଚିତ କରାଯାଇଛି, ଆମର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତିରୁ ବଞ୍ଚିତ କରାଯାଇଛି। ଆମର ରାସ୍ତାରେ ଦୈନନ୍ଦିନ ଛୋଟ ବଡ଼ ଦୁର୍ଘଟଣାମାନ ଘଟି ଯେଉଁ ଅଘଟଣ ଘଟି ଚାଲିଛି ଏବଂ ବହୁତ ଜୀବନ ଧନ ନଷ୍ଟ ହେଉଛି, ତାର ପ୍ରତିବାଦରେ ଆସନ୍ତା 25 ତାରିଖ ଦିନ ଏକ ଧାରଣା ଦିଆଯିବ। ସେହି ଧାରଣାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏ ଧାରଣାକୁ ବ୍ୟବସ୍ଥା କରାଯାଇଛି। ଆମେ ପ୍ରଶାସନକୁ ଜଣେଇଛୁ, ସରକାରଙ୍କୁ ଅବଗତି କରେଇଛୁ, ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ଅଧିକାରୀମାନଙ୍କୁ ମଧ୍ୟ ଜଣେଇଛୁ। ସିଏ ଆଜି ପର୍ଯ୍ୟନ୍ତ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ଧନ୍ୟବାଦର କଥା, ଜିଲ୍ଲା ପ୍ରଶାସନ ଆଜି ଆସି ଆମର ଯେଉଁ ଟିମ୍ ଅଛନ୍ତି ସେ ଟିମ୍ ସହିତ ଆଲୋଚନା କରିଛନ୍ତି। ସେ ଟିମ୍ରେ ତାଙ୍କୁ ନିମନ୍ତ୍ରଣ କରାଯାଇଛି 25 ତାରିଖ ଦିନ ସେମାନେ ଆସନ୍ତୁ, ଜିଲ୍ଲା ପ୍ରଶାସନ ଆସୁ, ଧାମରା ବନ୍ଦର କର୍ତ୍ତୃପକ୍ଷ ଆସନ୍ତୁ, ସେମାନେ ଆଲୋଚନା କରାନ୍ତୁ ଏବଂ କିପରି ଭାବେ ଏ ରାସ୍ତାକୁ ପ୍ରଶସ୍ତୀକରଣ କରାଯାଉ କିମ୍ବା ବାଇପାସ୍ କରାଯାଉ, କେମିତି ଧନଜୀବନ ସୁରକ୍ଷା ହୋଇପାରିବ ସେଥିପ୍ରତି ସେମାନେ ଗୁରୁତ୍ୱ ବହନ କରନ୍ତୁ। CSR ଫଣ୍ଡରେ ଏ ଅଞ୍ଚଳର ବିକାଶ ପାଇଁ ସେମାନେ ଅର୍ଥ ବିନିଯୋଗ କରନ୍ତୁ। କମ୍ପାନୀର ନିୟମ ଥିଲେ ହେଁ ଯାହା ତାଙ୍କର ଲାଭ ହେବ, ଲାଭାଂଶରୁ କିୟଦ ଅଂଶ ସେମାନେ CSR ଫଣ୍ଡ ମାଧ୍ୟମରେ ଯେଉଁ ବ୍ୟବସ୍ଥା ଅଛି କରିବା ପାଇଁ ତାକୁ ମଧ୍ୟ ବାସୁଦେବପୁରକୁ ଅନ୍ତର୍ଭୁକ୍ତ କରାଯାଉ ଏବଂ ବିଶେଷ କରି ଶିକ୍ଷାଗତ ଭିତ୍ତିରେ, ଯୋଗ୍ୟତା ଭିତ୍ତିରେ ଆମର ଏ ଅଞ୍ଚଳର ଯୁବକ ଯୁବତୀମାନଙ୍କୁ ଧାମରା ବନ୍ଦରରେ ନିଯୁକ୍ତି ପ୍ରଦାନ କରାଯାଉ। ତେଣୁ ମୁଁ ଆଜି ସମସ୍ତଙ୍କୁ, ବାସୁଦେବପୁର ଅଞ୍ଚଳବାସୀର ସମସ୍ତଙ୍କୁ ନିବେଦନ କରିବି, ଯୁବକ ଯୁବତୀ ଏବଂ ଦଳମତ ନିର୍ବିଶେଷରେ ସବୁ ଭାଇମାନଙ୍କୁ ଆହ୍ୱାନ କରିବି, ଆପଣମାନେ ସମସ୍ତେ ଆସନ୍ତୁ, ମିଳିତ ସହଯୋଗରେ ଆମେ ଏ କାର୍ଯ୍ୟକ୍ରମକୁ ସହମତିକ ଭିତ୍ତିରେ ଶୃଙ୍ଖଳାର ସହିତ ପାଳନ କରିବା ଏବଂ ଯେପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ଏବଂ ବନ୍ଦର କର୍ତ୍ତୃପକ୍ଷ ଆଲୋଚନାକୁ ନ ଆସୁଛନ୍ତି, କାର୍ଯ୍ୟକ୍ରମ କେବେ କରିବେ ସେ ବାର୍ତ୍ତା ନ ଦେଇଛନ୍ତି, ସେ ପର୍ଯ୍ୟନ୍ତ ଏ ଧାରଣା ଜାରି ରହିବ ଏବଂ ବନ୍ଦରଗାମୀ ସମସ୍ତ ଗାଡ଼ିଗୁଡ଼ିକୁ ଆମେ ବନ୍ଦ କରିଦେବୁ।